ମୁଁ କହୁଛି ମୋ ଝିଅ ପଳେଇ ଆସିବ ନାତୁଣୀ ପାଖକୁ। ଯେତେ ଦିନରେ ଆସିଲେ ମୋ ନାତୁଣୀ ପାଖକୁ ପଳେଇ ଆସିବ। ଏଇ ଛୁଆ ଟିକେ ଅନେଇଲେ ଆମେ ସବୁ ଭୁଲି ଯାଉଛୁ। କରିବୁ ପଥର କରିକି ଛାତିକି ସେମିତି ରହିଲୁ। ବହୁତ ରାତି 2 ରାତି ବହୁତ ଖୋଜାଖୋଜି କରୁଛି। ମୋ ଝିଅ ଆଜକୁ 1.5 ମାସ ହେଲା ଗୁଣ୍ଟୁରରେ କାମ କରିବା ପାଇଁ ଝିଅ ଜୋଇଁ ମୋ ସମୁଦୁଣୀ ସବୁ ବିଦେଶ ଯାଇଥିଲେ ଗୁଣ୍ଟୁରୁ। ସେ ଆସିବା ଫେରିବା ବାଟରେ ବ୍ରହ୍ମପୁର ଷ୍ଟେସନ କିଛି ଦୂର ଥାଏ। ଝିଅ ଲାଟ୍ରିନ୍ ଯିବ ବୋଲି କହିଲା। ଦେଇ ନାତୁଣୀ କି ବୁଢୀ ମା ହାତରେ ଧରେଇ ଦେଇ ଲାଟ୍ରିନ୍ କି ଗଲା। ଲାଟ୍ରିନ୍ ଗଲା ପରେ ଯାଇକି ତାପରେ ଆଉ ଫେରି ନାହିଁ। ନା ପ୍ରେମ ସମ୍ପର୍କ ନୁହେଁ, ସେମିତି କିଛି ଭାଇ ନୁହେଁ। ମୁଁ ଚାହୁଁଛି ଏଟା ହଉଛି ଯଦି ବେଖିଆଲ କୁଆଡେ ଓହ୍ଲେଇ ପଡିଥିବ, କିଛି ଜାଣିପାରୁଥିବନି, ରାତି ଅନିଦ୍ର ହେଇକି ଆସିଛନ୍ତି, ନଚେତ ଓହ୍ଲେଇ ପଡିଛି ଆଉ ରାସ୍ତା ପାଇନି ଆସିବା ପାଇଁ। ତେଣୁକରି ମୁଁ ଅନୁରୋଧ କରୁଛି କେମିତି ମୋ ଝିଅକୁ ଟିକେ ଭଲ ସେଫ୍ ସହିତ କୋଉଠି ଅଛି ସନ୍ଧାନ ଦେଲେ ଆମେ ଟିକେ ଆପଣ ମାନଙ୍କୁ ଧନ୍ୟବାଦ ଦବୁ। ଲାଟ୍ରିନ୍ ଯାଉଛି ମାନେ ଟ୍ରେନରେ ଆସିଥିଲେ, ଟ୍ରେନରେ ଲାଟ୍ରିନ୍ ଯାଉଛି, ମୁଁ ଆସିବି। ଏଟା କୋଉଠି ବ୍ରହ୍ମପୁର, ପୁରା ବ୍ରହ୍ମପୁର ଆଉ 20 ମିନିଟ୍ ଥାଏ ପହଞ୍ଚିବାକୁ। ବ୍ରହ୍ମପୁର ପହଞ୍ଚିବାକୁ 20 ମିନିଟ୍ ଥାଏ। ଆଚ୍ଛା 20 ମିନିଟ୍ ଭିତରେ ବ୍ରହ୍ମପୁରରେ ଲାଗିଲା ଟ୍ରେନ୍ ଆଉ ତାପରେ ଆଉ ଫୋନ ସୁଇଚ୍ ଅଫ୍, ଆଉ ସୁଇଚ୍ ଫୋନ ଖୋଲା ହେଲାନି। ମା ତୁ ପଳେଇଆ ତୋ ଝିଅ ପାଖକୁ, ମୁଁ ଏତିକି କହୁଛି। ତ ହାତ ଧରୁଛି ତ ବାପା, ତୁ ପଳେଇଆ ତୋ ଝିଅ ପାଖକୁ, ଆଉ ଯୋଉଠି ଥାଇ ପଳେଇଆ, ଆଉ କିଛି କହୁନି, ଏତିକି କହୁଛି। ମୁଁ ଲକ୍ଷ୍ମୀଧର ସା, ମୁଁ ଏଇ ଯୋଉ ହଜି ଯାଇଥିବା ଝିଅ ଶ୍ରାବଣୀ ସାର ବାପା। ଆଉ ମୋ ଝିଅ ଆଜକୁ 1.5 ମାସ ହେଲା ଗୁଣ୍ଟୁରରେ କାମ କରିବା ପାଇଁ ଝିଅ ଜୋଇଁ ମୋ ସମୁଦୁଣୀ ସବୁ ବିଦେଶ ଯାଇଥିଲେ ଗୁଣ୍ଟୁରୁ। ସେ ଆସିବା ଫେରିବା ବାଟରେ ବ୍ରହ୍ମପୁର ଷ୍ଟେସନ କିଛି ଦୂର ଥାଏ। ଝିଅ ଲାଟ୍ରିନ୍ ଯିବ ବୋଲି କହିଲା। ଦେଇ ନାତୁଣୀ କି ବୁଢୀ ମା ହାତରେ ଧରେଇ ଦେଇ ଲାଟ୍ରିନ୍ କି ଗଲା। ଲାଟ୍ରିନ୍ ଗଲା ପରେ ଯାଇକି ତାପରେ ଆଉ ଫେରି ନାହିଁ। ଫେରି ନାହିଁ ଯେହେତୁ ତମ ଫୋନ ଭୁବନେଶ୍ୱର ଆସିକି ପହଞ୍ଚିଲେଣି ମୋ ସମୁଦୁଣୀ ସମସ୍ତେ ଫୋନ କଲେ ଯେ ଝିଅ ଆଉ ମିଳୁନି, ବୋହୁ ଆମର ଆଉ ମିଳୁନାହିଁ, ଆଉ କୁଆଡେ ଗଲା। ବ୍ରହ୍ମପୁରରୁ ଆମେ ଆସିକି ଭୁବନେଶ୍ୱର ପହଞ୍ଚିଲୁ, ବହୁତ ଖୋଜାଖୋଜି କଲୁଣି, ମିଳୁନାହିଁ ବର୍ତ୍ତମାନ ସୁଦ୍ଧା। ଆଉ ତାପରେ ମୁଁ ସେମାନଙ୍କୁ କହିଲି ଯେ ତମେ ନାତୁଣୀ ଅଛି ନା ପାଖରେ? କହିଲେ ହଁ ଅଛି। ମୁଁ ତାହେଲେ ସେବ୍ ସହିତ ତାକୁ ଧରିକି ତୁରନ୍ତ ଘରକୁ ଆସ, ଆମେ ଯାହାହେଲେ ଥାନାରେ ଜଣେଇକି ଆମେ ଇନକ୍ୱାରି କରିବା। ସେମାନେ ରାତି 12ଟା ଭିତରେ ଆସିକି ପହଞ୍ଚିଲେ ଗାଁରେ। ଆମେ ସକାଳୁ ଯାଇକି ସବୁ ଆସି ବୁଝାସୁଝା କରି ନନ୍ଦିପଦା ଥାନାରେ FIR ଦେଇକି ଆସିଲୁ। ମିସିଂ କେସ୍ FIR ଦେଇକି ଆସିଲୁ। ବର୍ତ୍ତମାନ ଝିଅର କୌଣସି ସନ୍ଧାନ ନାହିଁ। ପୋଲିସ କଣ ସାର୍ଙ୍କୁ କଣ କହିବି ବର୍ତ୍ତମାନ। ଝିଅ ଆପଣ ବାହାଘର କରିଥିଲେ କୋଉଠି? ଇଞ୍ଚଳ ଗ୍ରାମ। ଇଞ୍ଚଳ ଗ୍ରାମର ପ୍ରହ୍ଲାଦ ରାଉତଙ୍କ ପୁଅ ମହେନ୍ଦ୍ର ରାଉତଙ୍କ ସହିତ। ଝିଅଙ୍କ ବାହାଘର କେତେ ବର୍ଷ ହେଇଗଲାଣି? 5 ବର୍ଷ ହେଇଗଲାଣି। 5 ବର୍ଷ ହେଲାଣି। ଆଜ୍ଞା। ଝିଅଙ୍କର ଏଇ ପିଲାଟି ହଉଛନ୍ତି ଝିଅଙ୍କ ପ୍ରଥମ ଝିଅ। ଝିଅଙ୍କ ଝିଅ। ଆଜ୍ଞା। ଆଚ୍ଛା, ତାଙ୍କ ଝିଅକୁ କେତେ ବର୍ଷ ହେଲାଣି? ଝିଅକୁ 4 ବର୍ଷ। 4 ବର୍ଷ, 4 ବର୍ଷର ପିଲାଟିଏ ଥିଲା। ଆଜ୍ଞା। ଏମାନେ କଣ କାମ କରୁଥିଲେ ଯାଇକି? ସିଏ କୌଣସି ତମ୍ବାଖୁ ତିଆରି ହଉଛି, ଗୁଟୁକା, ଖଇନି ଏଇ ସବୁ କାମ କରୁଥିଲେ ଆଉ। ମାନେ ସେମାନେ କଣ, ମାନେ ତାଙ୍କ ଝିଅଙ୍କ ଶାଶୁ ପାଶୁ ବି ଯାଇ କାମ କରନ୍ତି? ଶାଶୁ ଜୋଇଁ କାମ କରୁଛନ୍ତି, ଝିଅ ରୋଷେଇ ବାସ କରି ଖାଇବାକୁ ଦିଏ। ଆଚ୍ଛା, ଘରେ ରୁମରେ। ଆଚ୍ଛା, ସେଠି ମାନେ ଝିଅଙ୍କର ଆପଣଙ୍କୁ କଣ ସନ୍ଦେହ ହଉଛି, ମାନେ କୌଣସି ପ୍ରେମ ସମ୍ପର୍କ ନା ଏଟା ଗୋଟେ କଣ କିଡନାପିଂ? ନା ପ୍ରେମ ସମ୍ପର୍କ ନୁହେଁ, ସେମିତି କିଛି ଭାଇ ନୁହେଁ। ଆଉ ମୁଁ ଚାହୁଁଛି ଏଟା ହଉଛି ଯଦି ବେଖିଆଲ କୁଆଡେ ଓହ୍ଲେଇ ପଡିଥିବ, କିଛି ଜାଣିପାରୁଥିବନି, ରାତି ଅନିଦ୍ର ହେଇକି ଆସିଛନ୍ତି, ନଚେତ ଓହ୍ଲେଇ ପଡିଛି ଆଉ ରାସ୍ତା ପାଇନି ଆସିବା ପାଇଁ। ତେଣୁକରି ମୁଁ ଅନୁରୋଧ କରୁଛି କେମିତି ମୋ ଝିଅକୁ ଟିକେ ଭଲ ସେଫ୍ ସହିତ କୋଉଠି ଅଛି ସନ୍ଧାନ ଦେଲେ ଆମେ ଟିକେ ଆପଣ ମାନଙ୍କୁ ଧନ୍ୟବାଦ ଦବୁ। ଆଚ୍ଛା ଆଚ୍ଛା, ଝିଅଙ୍କର ଆପଣ ଶେଷ ଥର ଝିଅ ସାଙ୍ଗରେ କେବେ କଥା ହେଇଥିଲେ? ଶେଷ ଥର ସେଇ 22 ତାରିଖ 1:40ରେ କଥା ହେଇଛୁ। ଆଉ ଫୋନ ଫାନ ନାହିଁ, ସୁଇଚ୍ ଅଫ୍। 22 ତାରିଖରେ କଣ କଥା ହେଇଥିଲେ ଆପଣ ଝିଅଙ୍କ ସହ? କହିଲେ ମୁଁ ଲାଟ୍ରିନରେ ଅଛି, ତାପରେ ଆଉ ଫୋନ ନାହିଁ। ଝିଅ ଗଲା ବେଳେ କଣ କହିଥିଲେ? ଘରୁ ଗଲେ ନା ସେଇ ଯେ ଲାଟ୍ରିନ୍ ଯେତେବେଳେ ଆପଣଙ୍କ ଝିଅ ଯେତେବେଳେ ମିସିଂ ହେଲେ, ଜଣଙ୍କ ପାଖରୁ କି ପିଲାଙ୍କ ପାଖରୁ ମିସିଂ ହେଲେ, ସେତେବେଳେ କଣ କହିକି ମିସିଂ ହେଲେ? ମାନେ କଣ ତ ଗୋଟେ କହିଥିବେ ନା? କହିଲେ ମୁଁ ଲାଟ୍ରିନ୍ ଯାଉଛି। ଲାଟ୍ରିନ୍ ଯାଉଛି ମାନେ ଟ୍ରେନରେ ଆସୁଥିଲେ, ଟ୍ରେନରେ ଲାଟ୍ରିନ୍ ଯାଉଛି, ମୁଁ ଆସିବି। ଏଟା କୋଉଠି? ବ୍ରହ୍ମପୁର। ବ୍ରହ୍ମପୁର, ପୁରା ବ୍ରହ୍ମପୁର ଆଉ 20 ମିନିଟ୍ ଥାଏ ପହଞ୍ଚିବାକୁ। ବ୍ରହ୍ମପୁର ପହଞ୍ଚିବାକୁ 20 ମିନିଟ୍ ଥାଏ। ଆଚ୍ଛା, 20 ମିନିଟ୍ ଭିତରେ ବ୍ରହ୍ମପୁରରେ ଲାଗିଲା ଟ୍ରେନ୍ ଆଉ ତାପରେ ଆଉ ଫୋନ ସୁଇଚ୍ ଅଫ୍, ଆଉ ସୁଇଚ୍ ଫୋନ ଖୋଲା ହେଲାନି। ଆଉ ଫୋନ ଖୋଲା ହେଲାନି? ନା।
ଝିଅଙ୍କର କିଛି ପ୍ରେମ ସମ୍ପର୍କ କୋଉଠି ଥିବାର ଆପଣ କେବେ ସନ୍ଦେହ କରନ୍ତି? ନା ନା ସେମିତି କିଛି ନାହିଁ। ଝିଅ ଆମର ଯେମିତି ବାହାଘର ହୁଏ ସେମିତି ଆମର ଲଗ୍ନ ଇଏ ହେଇକି ବାହାଘର ହେଇଛି ଭଲରେ ଭଲରେ। ମୋ ଜୋଇଁ ବି ବହୁତ ଭଲ। ହଁ, ହଁ ମୋ ସମୁଦୁଣୀ ମୋ ବନ୍ଧୁ ବହୁତ ଭଲ। ସେମାନେ ବହୁତ ଭଲ। ବହୁତ ଭଲ ସୁନ୍ଦର ଲୋକ ସେମାନେ। ଆଚ୍ଛା, ଝିଅ ଝିଅଙ୍କ ସମ୍ପର୍କ କେମିତିଆ ବୋଲି ଆପଣ ବାପା ବହୁତ ହିସାବରେ ବହୁତ ଭଲ ସମ୍ପର୍କ ସେମାନଙ୍କର। କୌଣସି ଝଗଡ଼ା ଝାଣ୍ଟି ସେମିତି ନାହିଁ। ପରିବାର କରିକି ସମସ୍ତଙ୍କର ଝଗଡ଼ା ଅଛି କିନ୍ତୁ ସେମିତି ତାଙ୍କର କେମିତି ଝଗଡ଼ା ଝାଣ୍ଟି ନାହିଁ ସେମାନଙ୍କର। ସେମିତି କିଛି ଝଗଡ଼ା ଝାଣ୍ଟି ନା ନଥିଲା? ଯଦି ଆପଣଙ୍କୁ ଝିଅ ଦେଖୁଥାନ୍ତି ତାହେଲେ ବାପା ହିସାବରେ କଣ ଝିଅକୁ କହିବେ? ମୁଁ କହୁଛି ମୋ ଝିଅ ପଳେଇ ଆସୁ ମୋ ନାତୁଣୀ ପାଖକୁ। ଯେତେ ଦିନରେ ଆସିଲେ ମୋ ନାତୁଣୀ ପାଖକୁ ପଳେଇ ଆସିବ। ଏଇ ଛୁଆ ଟିକେ ଅନେଇକି ଆମେ ସବୁ ଭୁଲି ଯାଉଛୁ। ଏଇ ଭାଇ ଏତିକି ଚାହୁଁଛୁ। ଆପଣଙ୍କ ପୁଅ ଝିଅ କେତୋଟି? ମୋର ଗୋଟିଏ ପୁଅ ଗୋଟିଏ ଝିଅ। ମାନେ ପୁଅ ବଡ ନା ଝିଅ ବଡ? ଝିଅ ବଡ। ଝିଅ ବଡ। ଆଜ୍ଞା ଝିଅକୁ ଆଗ ବାହାଘର କରିଥିଲେ। ଆଜ୍ଞା। ମାନେ ଏଇ ସବୁ ଜିନିଷ ଯେତେବେଳେ ଆପଣଙ୍କ ସମ୍ମୁଖକୁ ଆସିଲା ତାହେଲେ ବାପ ହିସାବରେ ବହୁତ କଷ୍ଟ ହେଇଥିବ। ବହୁତ କଷ୍ଟ ହଉଛି। ସେ ସମୟକୁ କଣ କେମିତି ହ୍ୟାଣ୍ଡେଲ କଲେ? କଣ କରିବୁ, ପଥର କରିକି ଛାତିକି ସେମିତି ରହିଲୁ। ବହୁତ ରାତି 2 ରାତି ବହୁତ ଖୋଜାଖୋଜି କରୁଛି। ଖୋଜାଖୋଜି କଲେ? ବହୁତ ଘରେ ସେଇ ଦିନଠୁ ତ ଅଶାନ୍ତି ଲାଗି ରହିଥିବ? ଅଶାନ୍ତି ଭାଇ, ଖିଆ ପିଆ ନାହିଁ ଆଜି ପର୍ଯ୍ୟନ୍ତ। ଆଜି ପର୍ଯ୍ୟନ୍ତ ବି ଖିଆ ପିଆ ନାହିଁ? ନା। କିନ୍ତୁ ଆପଣଙ୍କୁ ଏବେ ବି ଲାଗୁଛି ଯେ ଝିଅ ବୋଧେ ବାଟ ବୋଲିକି? ହଁ ସେମିତି କିଛି ହେଇଥିବ, ବାଟ ବଢା ହେଇକି ପଳେଇ ଯାଇଛି କି ନଚେତ ତାର କୋଉଠି କେମିତି କଣ ହେଇଛି ଆମେ ତ ସଠିକ କଥା କହିପାରିବୁନି। ଇନକ୍ୱାରି ହେଲେ ଜଣା ପଡିବ। ଥାନାରେ ବି କେସ୍ ଦିଆହେଇଛି। ମାନେ ଝିଅ ଯିବାର ଆଜି କେତେ ଦିନ ହେଇଯିବ? ଯିବାର ବିଦେଶ? ନା ନା, ଝିଅ ବିଦେଶ ଗଲେଣି କେତେ ଦିନ ହେଇଯିବ? 1.5 ମାସ ହେଇଯିବ। ଜାନୁଆରୀ 8 9 ସେ ଯାଇଥିଲେ ବିଦେଶ ଯାଇଥିଲେ? ଆଜ୍ଞା। ଆଚ୍ଛା, ସେଠି କିଏ ଓଡିଆ ଲୋକ କାମ କରୁଥିଲେ କି? ବହୁତ ଓଡିଆ ଲୋକ ଅଛନ୍ତି ସେମାନେ। ହଁ? ବହୁତ ଓଡିଆ ଲୋକ ସେଠି ଅଛନ୍ତି। ଆଚ୍ଛା, ଓଡିଆ ଲୋକଙ୍କ ପାଖରେ ମାନେ ସେମାନଙ୍କର କଥାବାର୍ତ୍ତା ଭଲ ମନ୍ଦ କିଛି କନେକ୍ଟ ଥିଲା? ନା ନା, ସେମାନେ ଏଇ ତାଙ୍କ ଫ୍ୟାମିଲି ସବୁ ଥିଲେ, ସବୁ ଫ୍ୟାମିଲି ବାଲା ତା ମାମୁଁ ମାଇଁ ଆଉ ଇଏ ଫ୍ୟାମିଲି ସବୁ ଥିଲେ। ଆଉ ସବୁ ଥିଲେ ଅନ୍ୟ ଲୋକ। କ୍ୱାର୍ଟର ସବୁ ଅଲଗା ଅଲଗା ତ ସେମାନେ କ୍ୱାର୍ଟର ଅଲଗା ଅଲଗା ସବୁ ରହୁଥିଲେ। ଆଚ୍ଛା, ଝିଅ ସହିତ ବିବାହ ଯେତେବେଳେ ହେଲା ପରେ ଏଇ ଘଟଣାଟି ଆସିଲା, ଜୋଇଁ ସେତେବେଳେ ଆପଣଙ୍କୁ କଣ କହିଲେ ଶ୍ୱଶୁର ହିସାବରେ? ଜୋଇଁ ଆଉ କଣ କହିବ, ଏମିତି କୁଆଡେ ଗଲା ଆମେ ଖୋଜିକି ପାଉନି ଏଇଆ କହିଲେ। ସିଏ ଆଉ କଣ କରିବ? ସିଏ ତା ଦେହ ତ ଅସୁସ୍ଥ, ସିଏ ତାକୁ କୁଆଡେ କଣ କରି ଖୋଜିବା। ଆଉ ତଥାପି ବହୁତ ଖୋଜିଛନ୍ତି ଭୁବନେଶ୍ୱର ବନ୍ଦ, ଲାଟ୍ରିନ୍ ବାଥରୁମ୍ କିଚେନ୍ ସବୁ ଖୋଜା ହେଇଛି ଟ୍ରେନ୍ ଭିତରେ। ଆଚ୍ଛା, ଆପଣଙ୍କର ଯେତେବେଳେ ଝିଅ ବାହାଘର କଲେ ସେତେବେଳେ ଝିଅର ମନରେ କିଛି ଦ୍ୱନ୍ଦ୍ୱ ରହିଯାଇଥିଲା କି ଆପଣ ତାକୁ ପଚାରି ନଥିଲେ? ନା ନା, କିଛି ନାହିଁ। ଆମେ ସ୍ୱଇଚ୍ଛାରେ ସିଏ ବାହାଘର ହେଇଯାଇଛି। ସ୍ୱଇଚ୍ଛାରେ ବାହା ହେଇଥିଲେ? ସ୍ୱଇଚ୍ଛାରେ ଆମର ଲଗ୍ନ ଯେମିତି ହୁଏ, ଆମର ଯେମିତି ଘରେ ହୁଏ ବାହାଘର ସେମିତି ହେଇଥିଲା। ଯେମିତି ଘରେ ବାହାଘର ହୁଏ? ସେ ଯେମିତି ଘରେ ବାହାଘର ହୁଏ ଆମର ସେମିତି ଲଗ୍ନ ଧରିକି ବିବାହର ହେଇଥିଲା। ବିବାହ ପରେ କଣ ଝିଅ ଖୁସି ଥିଲେ? ଖୁସି ସବୁବେଳ ପାଇଁ ତ ତାଙ୍କର ମା ପୁଅ 2 ଜଣ, ଆଉ ତାର କେହି ନାହାନ୍ତି। ତାଙ୍କର ବହୁତ ଖୁସି ସୁଖରେ ଥିଲେ ସେମାନେ। ସୁଖରେ ଥିଲେ ବୋଲି ଆପଣଙ୍କୁ କଣ ଏକଥା କେବେ ଝିଅ କହିଛନ୍ତି ନା ଆପଣ କହୁଛନ୍ତି? ନା, ଝିଅ କୁହେ ଆମେ ବନ୍ଧୁ କରୁଛୁ, ଆମେ ତାଙ୍କ ଘରକୁ ଯାଉ ସବୁବେଳେ। ସେ ମୋ ବନ୍ଧୁ ଭଲ। ଆଚ୍ଛା, ଝିଅ କେବେ କହିନି ଆସିକି ଯେ ନାଇଁ ମୁଁ ଦୁଃଖରେ ଅଛି କି ବାବା ମତେ ଦୁଃଖ ମିଳିଲା କି କଣ, ସେ ସବୁ କିଛି ଦୁଃଖ ପ୍ରକାଶ କରିନାହାନ୍ତି? ନା, କିଛି ସେମିତି କିଛି କହିନାହାନ୍ତି। ଯାହା ହେଲେ ବି ବିବାହ ହେଇଛି ମାନେ ଯେତେ ଦୁଃଖ କଷ୍ଟ ହେଲେ ବି ରହିବାକୁ ପଡିବ ଶ୍ୱଶୁର ଘରେ। ଗୋଟେ ଝିଅର ବାପାର ଗୋଟେ ସମ୍ପର୍କ ଥାଏ, ଗୋଟେ ଅକୁହା ସମ୍ପର୍କ। ତେଣୁ ବାପ ଝିଅ ସମ୍ପର୍କ ଭିତରେ ଯଦି ପ୍ରକୃତରେ ଝିଅ ଆପଣଙ୍କୁ ଭଲ ପାଉଥାଏ, ଆପଣ ଝିଅକୁ ଭଲ ପାଉଥାନ୍ତି, ଝିଅ ଆପଣଙ୍କୁ ଦେଖୁଥାଏ, ତାହେଲେ ଝିଅକୁ ଗୋଟେ ବାପ ହିସାବରେ ସେ ଲାଡଲି ଝିଅକୁ କଣ କହିବେ? ମାରେ ତୁ ପଳେଇଆ ତୋ ଝିଅ ପାଖକୁ, ମୁଁ ଏତିକି କହୁଛି। ତ ହାତ ଧରୁଛି ତ ବାପା, ତୁ ପଳେଇଆ ତୋ ଝିଅ ପାଖକୁ। ଆଉ ଯୋଉଠି ଥାଏ ପଳେଇଆ। ଆଉ କିଛି କହୁନି, ଏତିକି କହୁଛି। ଯଦି ଭୁଲ କରିଥିବେ ଝିଅ, ସେ ଭୁଲ ପାଇଁ ଯଦି ଆସି ମୁଁ ତମକୁ କ୍ଷମା କରିଦେବି, ତୁ ପଳେଇଆ। ଯେତିକି ଭୁଲ କରିଥା ମୁଁ କ୍ଷମା କରିଦେବି। ଆଚ୍ଛା, ଶାଶୁ ଘରେ ସେମିତି କିଛି ଘଟଣା ଘଟିଛି ଯାହାକି ଆପଣଙ୍କୁ କିଛି ଖବର ଆସିଛି? ନା ନା, କିଛି ଏମିତି ଘଟିନି। ଝିଅ କହନ୍ତି ଯେ ଶାଶୁଘର ବହୁତ ଭଲ ବୋଲି? ହଁ, ସିଏ ସବୁ କୁହନ୍ତି ତା ଭଲ। ଲାଷ୍ଟ ଟାଇମ କଣ କହିଥିଲେ ଆପଣଙ୍କୁ? ଲାଷ୍ଟ ଟାଇମ କହିଥିଲା ବାପା ମୁଁ ଯାଉଛି ଝିଅକୁ ଛାଡ଼ି ଦେଇକି ଆସିମି। ମୁଁ ଆଉ ଝିଅ ଛୁଆଟା ରହିଲା ବେଳକୁ ଆମେ 3 ଜଣ ରୋଜଗାର କଲେ ଆମର ଦେଣା ପତ୍ର ଯାହା ଅଛି ସୁଝିଦମୁ। ଲାଷ୍ଟ ପାଇଁ ଏଇଆ ବି କହିଥିଲା, କହିଲା ଝିଅକୁ ତମ ପାଖରେ ଛାଡ଼ି ଦେଇକି ଆସିକି ଆମେ ସ୍ୱାମୀ ସ୍ତ୍ରୀ ମୋ ଶାଶୁ ସମସ୍ତେ ଡ୍ୟୁଟି କରିକି ଦେଣା ପତ୍ର ଯାହା ଅଛି ସବୁ ସୁଝି ସୁଝା ଦେମୁ। ଲାଷ୍ଟ ଟାଇମ ଏଇଆ କହିଥିଲା। ତାମାନେ ଶାଶୁଘର ସାଙ୍ଗରେ ଝିଅର ବହୁତ ଘନିଷ୍ଠ ସମ୍ପର୍କ ଥିଲା? ପୁରା ଘନିଷ୍ଠ ସମ୍ପର୍କ, ଭଲ ସମ୍ପର୍କ। ହଠାତ୍ ଏମିତି ମାନେ ହଜିଯିବା ଆପଣଙ୍କୁ କଣ ସନ୍ଦେହ ହଉଛି?
ସନ୍ଦେହ କଣ ହଉଛି କାଳେ କୋଉଠି ଅନିଦ୍ର ହେଇକି ଆସିଥିଲା ଓହ୍ଲେଇ ଯାଇଛି ବେହୋସର କୁଆଡେ ଚାଲି ଯାଇଛି କି କୌଣସି ଟାଉଟର ଫାଉଟର ହାବୁଡରେ ପଡି ଯାଇଛି ଏମିତି ସନ୍ଦେହ ହଉଛି ଆମକୁ। ଆମେ ବି ସେଇଆ ଭାବି ଭାବି ସବୁବେଳେ ପାଇଁ ଚିନ୍ତାରେ ରହିଛୁ। କୋଉଠି କଣ ହେଲା ସନ୍ଧ୍ୟା ହେଲା ବେଳକୁ ବିଭିନ୍ନ ପ୍ରକାର ମୁଣ୍ଡର ଚିନ୍ତା ଆସୁଛି। ଆଚ୍ଛା, ଯଦି ଦର୍ଶକ ବନ୍ଧୁମାନେ ଯୋଉମାନେ ଆପଣଙ୍କୁ ଦେଖୁଛନ୍ତି, ଯଦି ଆପଣଙ୍କ ଝିଅକୁ ସେମାନେ ଦେଖନ୍ତି, ତାହେଲେ ଆପଣଙ୍କୁ ଯୋଗାଯୋଗ କରିବେ? ହଁ କରନ୍ତୁ, ଯୋଗାଯୋଗ କରନ୍ତୁ। ସେଇଟା କୁହନ୍ତୁ ଆପଣ। ହଁ ଦର୍ଶକ ମାନେ ଯୋଉମାନେ ଦେଖୁଛନ୍ତି ଆଉ ଝିଅକୁ ଯଦି ଦେଖିବେ ଯୋଗାଯୋଗ କରନ୍ତୁ ଆମ ସହିତ।